ଦୁନିଆରେ ଜାଲରେ ମୁଁ କେଶନ୍ତି ତମେ ଶାନ୍ତିରେ ଆର ପାରିକୁ ଚାଲି ଗଲ ହେଲେ ସଂସାରର ତମର ନାରୀ ମୁଁ ଛୋଟା ନାଉରୀଟିଏ ହୋଇ ମୁଁ ଆହୁଲା ମାରି ମାରି ମୁଁ ଆଜି ଠକି ଯାଇଛି तुम कथा दे जमी भी तुम बो को मो साथ आज नहीं आसबे आज तुम बो दायित्व तुमको लगे आज मोर छुट्टी नाय सत नहीं एते शीघ्र छुट्टी देवा चाहिए दिन छखंड पाखरे मशाणी को सब जीव दिन आज पूरी दिन रावण से अमंगल कथा जमा सुंदर तमें तो मो बहु नुह अरे तमें हौ मो झिया ए घर तमें हौ देखा शांति तम घर को आज तम घर तो बेटा को आशीर्वाद कर अरे तो बेटा को बंद बड़ा कर घर भीतर को जीवा बापा आज जदि बो बंची था निज हाथ निज बहु को घर को बंदापना कर बहुटा चली पूरी ए सांबादिक आदर्श महापात्र भाग्य हाथरे गोटाए अदिनिया कल भांडिया में खटाए ठीक है बापा आस बस्ता बापा को दूर कर मुझे घर बहु न बापा मुझे घर झील खाली से सबुदिन संजो बेले चौर पाखे दीप चली तुम समस्त संजो सकाळे तम पाखे बसे भागवत पढ़ी शुणी भागवत पढ़ी शुणी बापा सुनील बापा बहुमा तबे घर भीतर बुझा बापा हाँ शांत बहुमा आज नुआ कर घर को आसी तू बजार को जा किसी कंचा परिवा आ छतु की पजारी ले मुझे को बहुमार हाथ रंधा परसा 6 तिअण 9 भजा अरे पेट भारी खाइबी पेट भारी खाइबी ठीक है सब किसी नहीं ठीक है बापा अरे फोन लोकर तू हठात चले बड़ हो नाई बापा
ମୁଁ ଠିକ ଅଛି ମାନେ କଥା କଣ କି ଆରେ କଣ ଏମିତି ନାଇଁ ମୁଁ ଦେଖୁଛି ତୋ ଦେହଟା ଭଲ ନାହିଁ। ମତେ ବିଶ୍ୱାସ କର ବାପା ମୋର କିଛି ହେଇନି ମୁଁ ବହୁତ ଭଲ ଅଛି। ଠିକ ଅଛି ତୁ ଯଦି ଆଜି ଏ ଘରକୁ ଆସିଛୁ ଆଜି ଆମେ ସମସ୍ତେ ଗୋଟିଏ ଜାଗାରେ ବସି ଖାଇବା। ବୋହୁମା 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 ଘରେ ଘରେ କାଶ ତତେ ମୁଁ ଯେତେ ଥର କହିଲି ବାହା କରି ଏ ଘରକୁ ବୋହୂଟିଏ ନେଇ ଆସେ ହେଲେ ତୁ ମୋ କଥା ଜମାରେ ଶୁଣିଲୁନି। ଶେଷରେ ମୁଁ ଅସନ୍ତକୁ ବାଧ୍ୟ କରି ଏ ଘରକୁ ବୋହୂଟିଏ ନେଇ ଆସିଲି। ଅଶାନ୍ତ ତୁ ହଁ ଭାଇ ବାପାଙ୍କ କଥାରେ ମୁଁ ରାଜି ହେଇଗଲି ସେ ବାଧ୍ୟ କରିବାର। ଆରେ ଭାଇଟେ ତୋର କିଛି ବାଟରୁ ଆସିଲାନି କଣ ଖାଇଛି କି ନାହିଁ ଜାଣିଛୁ? ଆରେ ପରେ ଦୁଃଖ ସୁଖ ହେଲେ ଚଳିବନି। ଆରେ ଯା ବଜାରରୁ ସଉଦା ନେଇଯା। ବୋହୁମା ବୋହୁମା ତମ ଦେଢଶୁର ଆସିଛି ତମ ଦେଢଶୁର। ଏ ବାପା ଆକାଶ ଆରେ ଘର ଭିତରକୁ ଆ। ହଁ ବାପା ଚାଲ ମୁଁ ଯାଉଛି। ତମେ ବଞ୍ଚିଛ? ମୁଁ ବଞ୍ଚିଛି। ନାଇଁ ନାଇଁ ତମେ ସମସ୍ତଙ୍କୁ ଠକି ଦେଇପାର କିନ୍ତୁ ମତେ ନୁହଁ। ଓ ଭାଇ ତମର କଣ ହେଇଛି? ଆରେ ନାଇଁ ରେ ମୋର କିଛି ନାହିଁ। ଆରେ ପଚାରୁଛି ଘର କୁହ ଭାଇ କୁହ ତମର କଣ ଆରେ ହେଇଛି? ନାଇଁ ରେ ମୋର କିଛି ନାହିଁ। ଶେଷ କଣ ପାଇଁ ପଚାରୁଛି? କୁହ ଭାଇ କୁହ ତମର କଣ ହେଇଛି? ଆରେ ନାଇଁ ରେ ମୋର କିଛି ହେଇନି। ଆରେ କୁହ। ये कौन भाई? तुम हाथ ମୋ ହାତ ଆଉ ନାଇଁ ରେ ଅଶାନ୍ତ। ସବୁଦିନ ପାଇଁ ତ ଭାଇଟା ଗୋଟେ ପଙ୍ଗୁ ଅତର୍ବ ବାଣ୍ଟିଗଲା। ମାଟି ମାର ସେବା କରିବା ପାଇଁ ଭାରତ ମାତାର ଟେକ ରଖିବା ପାଇଁ ତୋର ଭାଇଟା ତା ହାତଟାକୁ ବଳିଦାନ ଦେଇଯାଇଛି। ନାଇଁ ଭାଇ ନାଇଁ ତମେ ବଞ୍ଚିଛ ସେଇଟା ହଉଛି ମୋ ପାଇଁ ବହୁତ ବଡ଼। ଏ ଅଶାନ୍ତ ତୋ ଭାଇର ଗୋଟେ ହାତ ପାଇଁ ତୁ କାନ୍ଦୁଛୁ। ଭାରତ ମାତାର ହଜାର ହଜାର ସୈନିକ ଯୁଦ୍ଧ ଭୂଇଁରେ ଆତ୍ମବଳି ଦେଇ ନିଜ ରକ୍ତରେ ଇତିହାସ ଲାଗି ଶହୀଦ ଅମର ହୋଇଯାଇଛନ୍ତି। ଆରେ ସେତେକ ସୁଯୋଗ ମୋ ଭାଗ୍ୟରେ ଜୁଟିଲାନି ରେ। ନାଇଁ ଭାଇ ନାଇଁ ତମେ ସେମିତି କୁହନି କିନ୍ତୁ ତମକୁ ମୋର ଗୋଟେ ଅନୁରୋଧ ଭାଇ ଏ କଥା କେବେ ବାପାଙ୍କୁ ଜଣେଇବନି। ତମ ମରିବା କଥାଟା ମୁଁ ଯେତେବେଳେ ଖବର କାଗଜରେ ପଢିଲି ମୁଁ ଏ କଥା ବାପାଙ୍କୁ ଆଦୌ ଜଣାଇଲି କାହିଁକି ନା ବାପା ଜଣେ ହାର୍ଟ ପେସେଣ୍ଟ। ମୁଁ ଏ କଥା ଜାଣିଥିଲେ ତାଙ୍କର ହାର୍ଟ ଫେଲ୍ ହୋଇଯାଇଥାନ୍ତା। ନାଇଁ ରେ ଅଶାନ୍ତ ନାଇଁ। ବାପାଙ୍କ ମନରେ ମୁଁ କେବେ ଦୁଃଖ ଦେବାକୁ ଚାହେଁନା। କିନ୍ତୁ କଣ ଭାଇ? ମୁଁ ଭାବୁଛି ମୋ କଥା ଏ ଆକାଶ ମହାପାତ୍ର କଥା। ଏ ଆକାଶ ମହାପାତ୍ରଟା ଗୋଟେ ପଙ୍ଗୁ ଅତର୍ବ ହୋଇ ଏ ପରିବାରଟା ପାଇଁ ଗୋଟେ ବୋଝ ହେଇଗଲା ବୋଝ। ନାଇଁ ଭାଇ ତମେ ସେମିତି କଣ ପାଇଁ? ରାମାୟଣରେ ରାମଚନ୍ଦ୍ର ଲକ୍ଷ୍ମଣ ପାଇଁ କେତେବେଳେ ହେଲେ ବୋଝ ହୋଇନଥିଲେ। ମୋ ମାତୃଭକ୍ତି ଭରତ ନ ହେଇପାରିଲେ ବି ତମେ ମୋ ପାଇଁ ଭଗବାନ। ତମେ ହଉଛ ମୋ ପାଇଁ ଆଦର୍ଶ ହିମାଳୟ। ଅଶାନ୍ତ ତମେ ଜମା ବ୍ୟସ୍ତ ହୁଅନି ଭାଇ। ତମେ ଭିତରକୁ ଯାଅ ମୁଁ ଟିକେ ବଜାର ଯାଇ ଫେରୁଛି। ଅଶାନ୍ତ ବାହା ହୋଇ ଏ ଘରକୁ ବୋହୂ ନେଇ ଆସିଲା। ହେଲେ ମୋ ବର୍ଷା ତୁ ପୃଥିବୀ ଭିତରେ
জানি সবারই চোখে ঘরକୁ ବୋହୂ ହବା ପାଇଁ ସଜ ହୋଇ ବସିଛି କିନ୍ତୁ ସେଦିନର ଆକାଶ ଆଉ ଆଜିର ଆକାଶ ଭିତରେ ଅନେକ ତଫାତ ଅନେକ ଫରକ ଏ ଆକାଶ ମହାପାତ୍ରଟା ଆଜି ଗୋଟେ ଖଣ୍ଡିଆ ଭୂତ ପାଲଟି ଯାଇଛି ଏସବୁ ଦେଖି ସାରିଲା ପରେ କାହିଁକି ମୋତେ ଆଉ ଭଲ ପାଇବ କାହିଁକି ମୋ ଘରକୁ ବୋହୂ ହେଇ ଆସିବ ଭାଇ ମୁଁ ଏଇଠି ପ୍ରଣାମ କରୁଛି ବୋହୂମା ଯୋଉ ହାତରେ ମୁଁ ତୁମକୁ ଆଶୀର୍ବାଦ କରିବା କଥା ସେ ହାତଟା ଆଜି ମୋର ନାହିଁ ତଥାପି ଏଇଠି ଥାଇ ମୁଁ ତୁମକୁ ଆଶୀର୍ବାଦ କରୁଛି ତମ ହାତରେ ଶଙ୍ଖା ମଥାରେ ସିନ୍ଦୁର ସବୁଦିନ ପାଇଁ ଝଟକି ଥାଉ ମୋ ନାଁ ଧରି ଡାକିବା ତମରି କୌଣସି ଅଧିକାର ନାହିଁ ତମେ ଦିନେ ଥିବ ଆକାଶର କଥାକୁ କଣ୍ଢେଇ ନାହିଁ ହେଲେ ତମେ ଆକାଶକୁ ଭୁଲି ଆଉ ତାର ହେଇସାରିବା ପରେ ମୁଁ ସମ୍ପୂର୍ଣ୍ଣ ହାରି ଯାଇଛି नहीं बस तुम मुझ पर विश्वास करो मुझे तुम्हारे सही भरोसा है कि अच्छी বিশ্বাস করবি ତମକୁ ନା ତମକୁ କେବେ ବିଶ୍ୱାସ କରାଯାଇପାରେ ନା ବିଶ୍ୱାସର କାଚ ଘରକୁ ଭାଙ୍ଗି ତମେ ଚିରି ଟିକ୍ ଟିକ୍ କରିଦେଇଛ ତମେ ନାରୀ ନୁହେଁ ତମେ ନର୍କ ମୋତେ ଟିକେ ବୁଝିବା ପାଇଁ ଚେଷ୍ଟା କର ନା ଆଜିଠାରୁ ତମ ଏ ଆକାଶ ତମ ପାଇଁ ମରିଯାଇଛି ଆଜି ମୁଁ ଗୋଟେ ଦିଗହରା ପକ୍ଷୀ ନା ଅଛି ପୋଷ ନା ଅଛି ଠିକଣା ଠିକଣା ତ ସେଇମାନଙ୍କର ଥାଏ ଯୋଉମାନଙ୍କର ବଞ୍ଚିବାର ଆଶା ଥାଏ ବାସ୍ ବର୍ଷା ବାସ୍ ଆଜିଠାରୁ ତମେ ତମ ଠିକଣା ଭିତରେ ରୁହ ଆସିଠାରୁ ମୁଁ ଧରି ନେବି ବର୍ଷା ବୋଲି ଯୋଉ ଝିଅଟା ମୋ ଜୀବନ ଭିତରକୁ ଆସିଥିଲା ସେ ମରିଗଲା ସେ तुम वर्षा खबर पाइल
ନାଇଁ ଗଣତି ଚାରିଆଡ଼େ ଖବର ପଠେଇଲି ଥାନାରେ ବି ଏତଲା ଦେଇଛି ହେଲେ ତାର କୁଆଡ଼େ ସନ୍ଧାନ ମିଳିଲାନି ଏନାଟା ମୋର କୁଆଡ଼େ ଚାଲିବ ଯେ ଖାଇସାରି ମୋ ବଳଦକାରୀର ମୁହଁ ପଛରେ ତାକୁ ଭଲ ଲାଗେ ନା ମୋ ବଳରେ ମୁଣ୍ଡ ରଖି ମଶୁରୀରେ ତା ଆଖିକି ନିଦ ଆସେ ନା ସିଏ ଯେ କୁଆଡ଼େ ଚାଲିଗଲା କଣ କରୁଥିବ ମୁଁ କିଛି ବି ବୁଝିପାରୁନି ଏଇ ତମେ ତାକୁ ବୁଝି ସୁଝେଇ କହିଥିଲେ ଏଇନଥାନ୍ତା ନାଲି ଆଖି ଦେଖି ଶାସନ କଲ କେବଳ ତମର ଅହଙ୍କାର ଆଉ ବଡ଼ ଭାଇ ପଡ଼ିବା ପାଇଁ ସିଏ ଯେ ଘର ଛାଡ଼ି ଚାଲିଗଲା ସେଥିପାଇଁ କେବଳ ତମେ ଦାୟୀ କେତେ ପାରୁଛ ମୋତେ ଭର୍ସନା କର ମାଳତୀ ମୁଁ ମାନୁଛି କିନ୍ତୁ ତମେ କୁହ ମାଳତୀ ଗୋଟେ ଭାଇ ହୋଇ ତା ଭଉଣୀର ଭିତରେ ସର୍ବନାଶ କରିବା ପାଇଁ ଚାହେଁ କୁହ ମାଳତୀ କୁହ ମୁଁ ତାର ଭାଇ ନୁହେଁ ଆଉ ସିଏ ମୋର ଭଉଣୀ ନୁହେଁ ଓ ଭାଇ କେବେ ତା ଭଉଣୀର ସର୍ବନାଶ କରିବାକୁ ଚାହେଁ ଏଇ ସେ କଥା ସିନା ଆମେ ଛାଡ଼ିଛେ ହେଲେ ଏ ଗାଁର ଲୋକ କଣ ସେ କଥା ବୁଝିବେ ଆରେ ସେମାନେ ତ ସଜ ମାଛରେ ପୋକ ପକେଇ ଦେବେ ଏତେ ସବୁ ଅପବାଦ ଶୁଣି ଆମେ ଶୋଇପାରିବା ତ ସହିବାକୁ ପଡ଼ିବ ମାଳତୀ ଛାତିକୁ ପଥର କରି ସବୁ ସହିବାକୁ ପଡ଼ିବ କାରଣ ଆମେ ପରା ଗରିବ ଭାଗ୍ୟରେ ସବୁବେଳେ ଲେଖା ହୋଇଥାଏ ମାଳତୀ ଗରିବ ଭାଗ୍ୟରେ ସବୁବେଳେ ଦୁଃଖ ତମେ ଧୈର୍ଯ୍ୟ ଧର ମାଳତୀ ଦେଖିବ ଆମ ବର୍ଷା ଦିନେ ଆମ ପାଖକୁ ନିଶ୍ଚୟ ଫେରି ଆସିବ ଭାଉଜ! ତମେ ପରା କହୁଥିଲ ଅପା ଆମ ଘରକୁ ଫେରି ଆସିବ ହେଲେ ସେ କାଇଁ ଆସୁନି କାହିଁକି ଭାଇ ଅପା ଆମ ଘରକୁ ଫେରି ଆସିବନି କାହିଁକି ନା ତ ଅପା ଏ ଘରକୁ ଫେରି ଆସିବନି ରାଜୁ ତୁ ଏ କ'ଣ କହୁଛୁ ମୁଁ ଠିକ କହୁଛି ଭାଇ ଜୀବନଦିନ ଗୋଟେ ଆତ୍ମହତ୍ୟା କରିଛି ବୋଲି ଆଉ ଆଜି କାଇଁ ଖବର କାଗଜରେ ଅଟସ ବାହାରିଛି ଆଉ ତା ମୁହଁଟା ଏମିତି ବିକୃତ ହୋଇଯାଇଛି ଯେ ପୋଲିସ ସେ ଶବଟାକୁ ଚିହ୍ନଟ କରିପାରୁନି ଆଉ ମୁଁ ମନେ କହୁଛି ସେ ଆମ ବର୍ଷା ନଦୀ ଗୋଟେ ଆତ୍ମହତ୍ୟା କରିଛି ଓ ଭଉଣୀ ବର୍ଷା ଏବେ ହେଲେ ଆତ୍ମହତ୍ୟା କରିନଥିବ ଏ ରାଜୁ ଆରେ ତୁ ମିଛ କହୁଛୁ ରାଜୁ ତୁ ମିଛ କହୁଛୁ ନାଇଁ ଭାଇ ମୁଁ ସତ କହୁଛି ଏଇ ଦେଖୁନ ସେ ପେପର ଇଏ ମୋ ଭଉଣୀ ବର୍ଷା ନୁହେଁ ମୋ ଭଉଣୀ ବର୍ଷା କେବେ ଆତ୍ମହତ୍ୟା କରିନଥିବ ଏ ରାଜୁ ଆରେ ତୁ ମିଛ କହୁଛୁ ରାଜୁ ତୁ ମିଛ କହୁଛୁ ହରିଯାଉ ଯେଉଁ ଭଉଣୀ ଭାଇର ସ୍ନେହ ମମତା ଭୁଲ ବୁଝିପାରେ ନା ଭାଇ ଭଉଣୀର ସମ୍ପର୍କ ଡରି ବୁଝିବା ଚାଲିଯାଏ ସେ ଭଉଣୀ ମରିଯିବା ଉଚିତ ମରିଯିବା ଉଚିତ ତମେ କଥା କହିପାରୁଛ ଆରେ ସେ ପରା ତମ ସୁନା ଡାକି ଗେଲେ ମୋଡ଼ି ବର୍ଷା
ଠିଆ କାହିଁ ମାରନ୍ତି ସାନ ବୋହୂକୁ ଭିତରକୁ ନେଇଯାଅ ମୁଁ ଯାହା ଶୁଣୁଛି ସେ କଥାଟା କଣ ସତ? କେଉଁ କଥା ବର୍ଷା ଘର ଛାଡ଼ି ଚାଲି ଯାଇଛି। ହରେ ମୋହନ କଥାଟା ସତ ছি 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 এই কথা কইয়া মে তোমরে লাজ লাগুনি তো ভাই ছোট মানুষ লাজ সব ফিলিস না লাজ রাখিব আমার ভাউজ ও সবাই কথাটা করো এইটা তো বাবা ঘর নহে এইটা হচ্ছে আমার ঘর হ্যালো ଆଉ ଏ ଘର କାହାକୁ ତ ବାପା ଦଉଛ ସେ ତ ଆମ ଠାକୁର ଆଉ ଠାକୁରାଣୀ হ্যালো ପଳେଇ କାଟି ସ୍ନେହ ମମତା ବଳତ୍ତରେ ବସି ଖେଳି ବଡ଼ ମଣିଷ ହେଇଛୁ ଠିକ କହିଛୁ ଶୁଣି ସହରୀ ସଭ୍ୟତାର ଢାଞ୍ଚାଟା ଯଦି ବଦଳାଇ ନ ପାରୁଛ ତାହେଲେ ଆଜଠୁ ନିଜକୁ ସଂଶୋଧନ କରିନିଅ ସୀତା ସାବିତ୍ରୀଙ୍କ ଆଦର୍ଶକୁ ମୁଣ୍ଡରେ ମୁଣ୍ଡାଇ ଏ ଦୁନିଆରେ ଯଦି ଆଦର୍ଶମୟୀ ନାରୀ ହେବାକୁ ଚାହଁ ତାହେଲେ ସେ ନୀତି ନିୟମ ସମ୍ବିଧାନ ଆଉ ସଂସ୍କାର ଆଉ ତୁମ ପାଖରୁ ଶିଖିବାକୁ ଚେଷ୍ଟା କର ମୋରି ସାମ୍ନାରେ ଠିଆ ହୋଇ ସାନ ବୋହୂ କେମିତି କହିବାକୁ ସାହସ କରୁ କେମିତି ଭାଇ ସାନ ବୋହୂ ତମେ ଏମାନଙ୍କ କଥା କିଛି ଧରନି জগমারি উনি গরু দানো তু রাধার বউ এইটা তো ঘর সংসার তাছাড়া তুই এই ঘরের বউ নু তুই হচ্ছু ମୋ ସାନ ଭଉଣୀ ଆଉ ଭିତରକୁ ହାତ ଛାଡ କହୁଛି ମୋ ହାତ ଛାଡ କହୁଛି ଓହୋ ମୋ ହାତ ଛାଡ କହୁଛି ତମେ ତ କଣ ବୋଲି ଭାବିଛ ନାଇଁ ତମେ ତ କଣ ବୋଲି ଭାବିଛ ତମେ ଛୁଟିଆ ଯୋଉ ଭାବିଛ ଚକଲେଟ ନେଇକି ଭୁଲି ଯାଉଛ ମୁଁ ଏଇଟା ଗୋଟେ ମୁହୂର୍ତ୍ତ ରହିବିନି ଚାଲ ଆମେ ଏଇ ଘର ଛାଡି ଚାଲିଯିବା କାହିଁ ସାନ ବୋହୂ ନାହିଁ ତମେ ସେମିତି କୁହନି ତମେ ଯଦି ଘର ଛାଡ଼ି ଚାଲିଯିବ ତାହେଲେ ଏଇ ସାହି ପଡ଼ିଶା ଲୋକ ଆମକୁ କଣ କରିବେ ତବୁ ଛାଉନାର ଭଉଣୀ କାଠି କୁଟା ଗୋଟେ ତିଆରି କରିଥିବା ବସ୍ତୁକୁ ତୁ ଏମିତି ଭାବରେ ଭାଙ୍ଗି ଦେନା ସୁଖ ଦୁଃଖକୁ ସାହିତ୍ୟ କରି ବାନ୍ଧିଥିବା ଗଣ୍ଠିକୁ ତୁ ଚିରି ଟିକ୍ ଟିକ୍ କରିଦେନା ତୁ ଚିରି ଟିକ୍ ଟିକ୍ କରିଦେନା ଭାଉଜ ଠିକ ଅଛି ତ କାହାକୁ ତମେ କଣ କହୁଛ ସେ ହୋଟେଲ ବାରରେ ରେକର୍ଡିଂସ କରୁଥିବା ସହରିଜଟା ତମ ଗୁରୁବାର ଲକ୍ଷ୍ମୀ ପୁରାଣ ପଡ଼ିବ ରାଜୁ ମୁଁ କେବେ କହିଲି ବୋଲି ଗୀତ କହିବିଲ ଭାଉଜ ସେ ଖାଲି କା କା ଲାଗିବ মোহন তুমি কোন চিন্তা চুপচাপ শুনিছ মতে কেউ মনে রইছ অপেক্ষা করে মেয়ে ঘর পাইছ ମୁଁ ଏ ଘରେ ଗୋଟେ ମୁହୂର୍ତ୍ତ ରହିବି ଚାଲ କହୁଛି ତମକୁ କାହାରିକୁ ଯିବାକୁ ଦେବିନି କାହିଁକି ଅବାନ୍ଧିକି ରଖିବ ହଁ ବାନ୍ଧି ରଖିବି ଅବାଧ୍ୟ ହେଲେ ମୁଁ ବାନ୍ଧି ରଖିବି କିନ୍ତୁ ଶାସନ ଦୌଡ଼ିରେ ନୁହେଁ ମମତା ଦୌଡ଼ିରେ ଇଡିଏଟ୍ को भी कर तू मत बात कर रही है मो पढ़े टाइम नहीं आसो मोहन अरे आसो ତମେ ଯଦି ଏଇ ଘର ଛାଡ଼ି ଚାଲିଯିବ ମୁଁ ମନା କରିବି ମୁଁ ଏଇ ଘରର ଏମିତି ବନ୍ଧ କାଠ ଉପରେ ଚଳିଯାଉଛି ଆମେ ଯଦି କରୁଛ ମୋ ଛାତିରେ ପଦାର ପିଛା ଛାତିରେ তুমি কোন কথা So